ବର୍ତ୍ତମାନ ମୋର ଆଲୋଚନାର ପ୍ରସଙ୍ଗ ରହିଛି ଆଲ୍ଲାହ ଓ ଅସ୍ୱାଭାବିକତା। ସ୍ୱାଭାବିକ ଏବଂ ଅସ୍ୱାଭାବିକ ହୋଇ ଦୁଇଟି ମନୋଭାବ ଅବସ୍ଥିତିଠାରେ ଥାଏ। ଆଉ ସ୍ୱାଭାବିକ କହିଲେ ସାଧାରଣକୁ ବୁଝାଏ, ଯେଉଁଥିରେ କିଛି ଆଶ୍ଚର୍ଯ୍ୟମୟତା ଅଗ୍ରାହ୍ୟତା ନାହିଁ। ସଂସାରରେ, ମନୁଷ୍ୟ ଜୀବନରେ, ପ୍ରକୃତି ଜଗତରେ ଏମିତି ହେଉଛି, ହୋଇ ଆସୁଛି, ତେଣୁ ଏଥିରେ ବିଚିତ୍ରତା କିଛି ନାହିଁ। ସ୍ୱାଭାବିକତାର ବିପରୀତ ହେଉଛି ଅସ୍ୱାଭାବିକତା ବା ଅସାଧାରଣତା, ଯାହାକି ଚଳନୀୟ ନୁହେଁ, ଆଗରୁ ହେବାର କେବେ ମଣିଷ ଜାଣିନି କିମ୍ବା ଦେଖିନାହିଁ। ଅସ୍ୱାଭାବିକତାକୁ ଦେଖି କାହିଁକି ଏମିତି ହେଲାର ପ୍ରଶ୍ନ ମଣିଷ ସଚରାଚର ପଚାରେ ଅନ୍ୟକୁ, ନିଜ ମନକୁ। ଚିନ୍ତା ବି କରେ। ତଥାପି ଅସ୍ୱାଭାବିକତା ଜଗତରେ, ମଣିଷର ଜୀବନରେ ରହିଥାଏ, ଦେଖାଯାଏ, ହୋଇଥାଏ। ଏହାର ମୂଳ ଉତ୍ସ ବା ଆଗମ ବିନ୍ଦୁ ବିଧାତା ବିହି ବା ଭଗବାନଙ୍କଠାରେ ଥାଏ। ସେଇ ହିଁ ନିଜେ ଅସ୍ୱାଭାବିକତାକୁ କରାନ୍ତି, ମଣିଷକୁ କରିବାକୁ ତାର ମନରେ ଉସୁକାନ୍ତି। କର ବୋଲି ଅସ୍ଫୁଟ ସ୍ୱରରେ ଚେତନାରେ କହିଥାନ୍ତି। ଯେହେତୁ ଆଲ୍ଲାହ ବା ଖୋଦା କହିଛନ୍ତି, ମୁଁ ସବୁକିଛି କରେ ଏବଂ କରାଏ। କରେ ନିଜେ, କରାଏ ଅନ୍ୟ ଦ୍ୱାରା। ପ୍ରତ୍ୟେକ କାମର ପରିଣାମ ବା ଫଳାଫଳ ମୋ ପାଖକୁ ଆସେ। ଆସି ସ୍ଥିର ହୋଇ ରହିଯାଏ ମୋଠାରେ। ସେଥିରୁ ପୁଣି ପୁନର୍ବାର ଏବଂ ନୂତନ କାମର ଉତ୍ପତ୍ତି କରାଏ। ମଣିଷ ମୋର କାବୁ ବା କବଳ ଆୟତ୍ତରେ ଅଛି, ସେଥିରୁ ବାହାରି ପାରିବ ନାହିଁ। ଉଦାହରଣ ହେଲା, ଜଣେ ଲୋକ ଶତ୍ରୁତାବଶତଃ ଅନ୍ୟ ଜଣକୁ ହତ୍ୟା କଲା, ପ୍ରତିଶୋଧ ପରାୟଣ ହୋଇ। ସେଇ ଲୋକଟି ମଧ୍ୟ ହତ୍ୟା ହୋଇଥିବା ଲୋକର ପୁଅ, ପୁତୁରା, ନାତି ଦ୍ୱାରା କାଳକ୍ରମେ ହତ୍ୟାର ଶିକାର ହେଲା। ଦୁହିଁଙ୍କର ମନରେ ମୁଁ ଆଲ୍ଲାହ ଖୋଦା ସେହିପରି ଧାରଣା ଦେଇଥିବା ହେତୁ ମଣିଷ ଜୀବନରେ ଦୁଇଟି ହତ୍ୟାର ଦୁର୍ଘଟଣା ଦେଖାଦେଲେ, ଯାହାକୁ ଦେଖି ଭାଗବତ ଗ୍ରନ୍ଥ କହିଅଛି, କରି କରାଉଥାଏ ମୁହିଁ, ମୋ ବିନୁ ଆନ ଗତି ନାହିଁ। ଆପେ ଅର୍ଜିଲା କର୍ମମାନ, ଆଗୁ ହୋଇବ ସାବଧାନ, ନହେଲେ ପ୍ରତିବଦଳ ରୀତି ଜୀବନରେ ଆସିବ ନାହିଁ। ପ୍ରତି କାର୍ଯ୍ୟର ବିପରୀତ ପ୍ରତିକ୍ରିୟା ଅଛି। ସଂସାର ଜୀବନରେ ବିଭୁ ଏହି ଧାରା ପ୍ରବର୍ତ୍ତିତ ପ୍ରଚଳିତ କରି ରଖିଛନ୍ତି ମଣିଷ ପାଇଁ। ଏଭ୍ରି ଆକ୍ସନ୍ ହ୍ୟାଜ୍ ଏ ଅପୋଜିଟ୍ ରିଆକ୍ସନ୍। ଆଲ୍ଲାହ ଅସ୍ୱାଭାବିକତାର ଉତ୍ପନ୍ନକାରୀ, ତାହାର ସ୍ରଷ୍ଟା। ନିଜେ କରନ୍ତି, ମଣିଷକୁ କରାନ୍ତି। ସ୍ୱକୀୟ ପ୍ରୀତି ସ୍ୱାଭାବିକ। ବିବାହ କରି ସ୍ୱାମୀ ସ୍ତ୍ରୀ ହୋଇ ପିଲାପିଲି କରିବାରେ ବାଧା ନାହିଁ, ଯାହାକି ସାମାଜିକ। ପରନ୍ତୁ ଗୁପ୍ତ ପ୍ରଣୟ ବା ପରକୀୟା ପ୍ରୀତି ଅସ୍ୱାଭାବିକ ଥିବାରୁ ସାମାଜିକ ସ୍ତରରେ ବିତ୍ପାତମାନ ଦେଖାଦିଏ, ନହେଲେ ଦେଖାଦିଅନ୍ତା ନାହିଁ, ଦେଖାଯାଆନ୍ତା ନାହିଁ। ଏହା ମଣିଷର ଈଶ୍ୱର ଆଦିଷ୍ଟ ଇଚ୍ଛାର ଦୃଷ୍ଟାନ୍ତ। ପରମେଶ୍ୱର କବିତାରେ ଭକ୍ତକବି ମଧୁସୂଦନ ରାଓ କହିଛନ୍ତି, ଯାହା ମୁଁ କହଇ, ଯାହା ମୁଁ କରଇ, ଯାହା ମୁଁ ଚିନ୍ତଇ ମନେ, ଜଗତର କର୍ତ୍ତା ପରମ ଈଶ୍ୱର ଜାଣୁଛନ୍ତି ପ୍ରତିକ୍ଷଣେ। ତେଣୁ ମଣିଷ ଯେ ଈଶ୍ୱର କବଳିତ, କରଣିତ ସ୍ପଷ୍ଟ ଜଣାପଡ଼ିଗଲା। କଥା ଅଛି ପରା, ମନର ମୂଳେ ଏ ଜଗତ। ମଣିଷର ମନ ଭଳି ଖୋଦାଙ୍କର ଥିବା ମନର ନାମ ପରମାତ୍ମା। ତେଣୁ ସେଥିରେ ସ୍ୱାଭାବିକତା ଏବଂ ଅସ୍ୱାଭାବିକତା ଉଭୟ ଗୁଣ ଅଛି। ପରିସ୍ଥିତି ଅନୁଯାୟୀ ସଂଗଠିତ, ଉଦ୍ଘାଟିତ ହୋଇଥାଏ। ଈଶ୍ୱର ଅସ୍ୱାଭାବିକତାର କର୍ତ୍ତା ଏବଂ ଦାତା। କରନ୍ତି, ଦେଇଥାନ୍ତି, କରନ୍ତି ନିଜେ, ଦେଇଥାନ୍ତି ଅନ୍ୟଙ୍କୁ। ସୃଷ୍ଟିର ପ୍ରଥମ ମନୁଷ୍ୟ, ଯିଏକି ମଣିଷର ଆଦି ପିତା ଆଦମ ନାମଧାରୀ, ସେ ମୃଣ୍ମୟ ସୃଷ୍ଟି ସତ୍ତା। ୟାହାଙ୍କୁ କରିବା କାର୍ଯ୍ୟଟି ଈଶ୍ୱରଙ୍କର ଅସ୍ୱାଭାବିକ କାର୍ଯ୍ୟ। ମାଟିର ମୂର୍ତ୍ତି ବା ପିତୁଳା ପୁତୁଲା କଣ୍ଢେଇ ହେଲା, ସେଥିରେ ଜୀବନ ଦିଆଗଲା, ମୂର୍ତ୍ତି ସଚଳ ଜୀବନ୍ତ ମଣିଷକୁ ବଦଳିଗଲା। ତାପରେ ଆଦମଙ୍କ ବାମପଟ ପଞ୍ଜରା ହାଡ଼ରୁ ଖୋଦା ସୃଷ୍ଟିର ପ୍ରଥମ ନାରୀ, ମହିଳା, ମଣିଷ ଜାତିର ଆଦି ମାତା ବିବି ହୱା ବା ଖ୍ରୀଷ୍ଟିଆନ ବଚନରେ ଇଭ୍ ତିଆରି ହେଲେ। ଆଲ୍ଲାହ କରିଲେ ପରେ ଦୁହିଁଙ୍କୁ ସ୍ୱର୍ଗ ବୈକୁଣ୍ଠରେ ବିବାହ କରାଇ, ଦୁହିଁଙ୍କର ଅମାନିଆପଣରୁ ଦୁହିଁଙ୍କୁ ଲଙ୍ଗଳା କରାଇ, ଯୌନତା ଜଣାଇ, ମଣିଷ ଜୀବନର ସ୍ୱାଭାବିକ ଦୃଷ୍ଟି ସ୍ତରକୁ ଦୁହିଁଙ୍କୁ ଆଣି ମାନବ ଜାତି
ତାର ସାଂସାରିକ ସଭ୍ୟତା ନିର୍ମାଣ, ରଚନା, ଜୀବନର ଦୁର୍ଲଭ ବସତି ସ୍ଥାପନ, ଦୁହିଁଙ୍କର ସହବାସରୁ ମାନବ ସମ୍ପ୍ରଦାୟର ବିସ୍ତାର ଆଦି ଯେତେ ଯେତେ କାର୍ଯ୍ୟକ୍ରମ ରହିଲା, ଏଥିରେ ସ୍ୱାଭାବିକତା ଦେଖାଗଲା। ପୁଣି ମନୋଭାବ, ଆଖିର ଚାହାଣୀ, ସ୍ୱାଦ କେମିତି ଲାଗୁଛି ଜାଣିବା କାରଣ ପାଇଁ ପରକୀୟା ପ୍ରୀତିର ପାପ ତଥା ଅସ୍ୱାଭାବିକତାର ଉଦ୍ଗମନ ବିଭୁ ଏବଂ ମନୁଷ୍ୟ ଉଭୟଙ୍କ ମନରେ ଦେଖାଗଲା। ଏହାଦ୍ୱାରା ଈଶ୍ୱର ମନୁଷ୍ୟକୁ ପାପୀ କଲେ। ଶୈତାନ ଜରିଆରେ ଅସ୍ୱାଭାବିକତାକୁ ଦେଖାଏ। ଈଶ୍ୱର ଆଲ୍ଲାହଙ୍କର ପରବର୍ତ୍ତୀ ଅସ୍ୱାଭାବିକତା ଯୁକ୍ତ କାର୍ଯ୍ୟାବଳୀ ମଧ୍ୟରୁ ନମୁନା ରୂପେ ଆସନ୍ତି ଇମ୍ରାନଙ୍କର ଝିଅ ହାରୁନଙ୍କ ଭଉଣୀ ମରିୟମ। ମରିୟମକୁ କୁଆଁରୀ କନ୍ୟା କରାଇ ଆଲ୍ଲାହ ନିଜର ସବୁ କିଛି କରିପାରୁଥିବା କର୍ମ ଦାୟରେ ତାଙ୍କୁ ବିନା ପୁରୁଷର ସଙ୍ଗମରେ ମା କରାଇ ପୁତ୍ର ପୈଗମ୍ବର ଈସାଙ୍କୁ ଜାତ କରାଇ କୋରାନରେ କହିଛନ୍ତି, ଈସାଙ୍କର ଜନ୍ମ ଆଦମଙ୍କ ଭଳି। ଏହାର ମାନେ ହେଲା, ଆଦମଙ୍କର ଉତ୍ପତ୍ତି ଯେମିତି ବିନା ବାପା ମାଙ୍କ ଠାରୁ ହୋଇଥିଲା, ସେମିତି ଆଦମଙ୍କ ଭଳି ଈସାଙ୍କର ମାଟିର ମୂର୍ତ୍ତି ତିଆରି ଖୋଦା ଆଗ ନିଜ ପାଖରେ ରଖିଲେ। ତାପରେ ଗ୍ୟାବ୍ରିଏଲ ବା ଜିବ୍ରାଇଲ ଫରିସ୍ତା ବା ଦେବଦୂତଙ୍କୁ ମରିୟମଙ୍କ ପାଖକୁ ପଠାଇ ତାଙ୍କ ଜରିଆରେ ମରିୟମକୁ କହିଲେ, ତୁମକୁ ମୁଁ ପୁତ୍ରବତୀ କରିବି। ଦୁନିଆରେ ମଣିଷ ସମାଜରେ ତୁମକୁ ନିଷ୍ପାପ ଥିବା ସତ୍ୟ, ଯେହେତୁ ମୁଁ ଖୋଦା ତୁମଠାରେ ଅସ୍ୱାଭାବିକତାର ଜନ୍ମଦାତା, ଜାତକର୍ତ୍ତା। ହେଲେ ପ୍ରକୃତ କଥା ଜାଣୁ ନଥିବାରୁ, ସ୍ୱାଭାବିକତାର ଢାଞ୍ଚାରେ ପଡ଼ିଯାଇଥିବାରୁ, ସନ୍ଦେହର ବଶବର୍ତ୍ତୀ ହୋଇଥିବା କାରଣରୁ ଲୋକେ ତୁମକୁ ହେ ମରିୟମ ବେଶ୍ୟାର ଲାଞ୍ଛନା ଦେଇଥିବା ଲୋକେ ବିଚାର ଦିବସ କୟାମତରେ ସଂସାରର ସବୁ ମଣିଷ ମରି ପୁଣି ପାପପୁଣ୍ୟର ହିସାବ ଦାନ ନିମିତ୍ତ ପୁନର୍ଜୀବିତ ହୋଇ ପରିଣାମ ପ୍ରାପ୍ତିର ମଇଦାନରେ ତତ୍କାଳୀନ ବା ତୁମ ସମୟର ସେଇ ଲୋକେ ଯିଏକି ତୁମକୁ ମିଛରେ ଅପବାଦ ଦେଇ କୂଳଟା କହିଛନ୍ତି, ସେମାନଙ୍କୁ କଠୋର ନର୍କଦଣ୍ଡର ହକଦାର ବା ପ୍ରାପ୍ତକାରୀ କରାଇବି। ନସାରା ବା ଖ୍ରୀଷ୍ଟ ଧର୍ମର ଇସାଇ ମଜହବର ମାନୁଥିବାକାରୀ ଭକ୍ତ ମୋର ଦାସ ଯେଉଁ ଯୀଶୁଖ୍ରୀଷ୍ଟଙ୍କୁ ବା ଈସା ବିନ୍ ମରିୟମକୁ ବା ମରିୟମଙ୍କ ପୁତ୍ର ଈସାଙ୍କୁ ମୋର ପୁଅ ବୋଲି ମିଛରେ ଅଜ୍ଞତାବଶତଃ କହୁଛନ୍ତି, ସେମାନେ କ'ଣ ଏହା ଜାଣିପାରୁନାହାନ୍ତି କି ଯେ ମୁଁ ଆଲ୍ଲାହ ଖୋଦା ଯେତେବେଳେ ଆଦମକୁ ମାଟିର ମୂର୍ତ୍ତିରୁ ଜୀବନ୍ୟାସ ଦେଇ ମଣିଷ ଆଦମ ନାମରେ ସଚଳ କଲି, ସେତେବେଳେ ଆଦମଙ୍କର କେହି ମା ନଥିଲେ, ବାପା ନଥିଲେ। ମୁଁ ଫେର କେମିତି କଲି ଟିକେ ଭାବନ୍ତୁ। ସତ୍ୟତା ନ ଜାଣି କରି କ'ଣ ଖୁବ୍ ବଡ଼ ଭାରୀ ଦୋଷର କଥା ମୋତେ ଆରୋପିତ କରି କହିଲେ କ'ଣ ନା ମୁଁ ଈସାଙ୍କର ଯୀଶୁଖ୍ରୀଷ୍ଟଙ୍କର ପିତା? ଏଭଳି ଲୋକ କେବଳ ନର୍କକୁ ଯିବା ନିଶ୍ଚିତ। କେତେ ଦେଖିଲେ, କେତେ ଶୁଣିଲେ ଯାଇ ସୁଧୁରିବେ? ହେଉ, ମଲାପରେ ମୋ ପାଖକୁ ଆସନ୍ତୁ, ମୁଁ ସେମାନଙ୍କୁ ପୁନର୍ଜୀବିତ କରି ବତାଇ ଦେବି ଈସାଙ୍କୁ ମରିୟମଙ୍କର ଜରିଆରେ ଜନ୍ମ କରାଇବାର କାରଣରେ ରହିଛି ମୋର ଅସ୍ୱାଭାବିକତା ତଥା ସବୁକିଛି କରିପାରୁଥିବାର ସର୍ବଶକ୍ତିମାନତାର ସାମର୍ଥ୍ୟ ତଥା ଏହାର ନମୁନା। କୁଆଁରୀ କନ୍ୟା କରାଇ ଆଲ୍ଲାହ ମରିୟମକୁ ଯେଉଁ ନିଜର ଅସ୍ୱାଭାବିକତା କାର୍ଯ୍ୟ ଦାୟରେ ପୈଗମ୍ବର ଈସାଙ୍କର ମା କରାଇଥିଲେ, ଆଲ୍ଲାହଙ୍କର ଏତାଦୃଶ କାର୍ଯ୍ୟକଳାପ ଜନିତ ଇଚ୍ଛାର ଛାପକୁ ସେ ବି ମଣିଷଠାରେ ପକାଇ ମାନବ ସମାଜରେ କେତେ କୁମାରୀ କନ୍ୟା ପିଲାଙ୍କର ମା ହୋଇଥିବାର ଦୃଷ୍ଟାନ୍ତ ରହିଛି। ତେବେ ଆଲ୍ଲାହ ଦୋଷଶୂନ୍ୟ ଥିବାବେଳେ ମଣିଷ କିନ୍ତୁ ଦୋଷଯୁକ୍ତ ହୋଇଯାଏର ମୋହର ବୈଧହୀନତାରେ ମାରିଛନ୍ତି। ମଣିଷ ତ ଆଲ୍ଲାହ ନୁହେଁ, ଅଗତ୍ୟା ସେ ଯାହା ଚାହିଁବ କେମିତି କରିପାରିବ? ଆଲ୍ଲାହଙ୍କର କରିବା କେବଳ ଇଚ୍ଛାରେ ଥିଲା, ମଣିଷର କରିବା ଇଚ୍ଛା ସହିତ ଶାରୀରିକ ସମ୍ପର୍କରେ ଥିଲା। ଏଭଳି ମଣିଷକୁ ପଥଭ୍ରାନ୍ତ, ଅମାନିଆ, ପାପୀ, ଭ୍ରଷ୍ଟ, ନଷ୍ଟ ଚରିତ୍ର କରାଇ ମାନବ ସମାଜ ଆଗରେ ବେଶ୍ୟା ଭାବରେ ପରିଚିତ କରାଇବା ଖୋଦାଙ୍କର ଉଦ୍ଦେଶ୍ୟ ଥିଲା। ମଣିଷ ଆଲ୍ଲାହ ନୁହେଁ, ଆଲ୍ଲାହଙ୍କଠାରୁ ଜାତ, ତାଙ୍କରି ଦୟାରେ ଜୀବିତ, ରହିତ, ସର୍ବୋପରି ଆଲ୍ଲାହଙ୍କର ବନ୍ଦା। ଦୁହିଁଙ୍କର କରିବାରେ ପାର୍ଥକ୍ୟ ଅଛି। ମଣିଷ କବଳିତ, ଆଲ୍ଲାହ ସ୍ୱେଚ୍ଛାକୃତ। ମଣିଷ ଆଲ୍ଲାହର ଇଚ୍ଛାରେ କଲା, ଶୈତାନର ସବାର ହୋଇ ଯିବାରୁ କଲା। ହେଲେ ଆଲ୍ଲାହ ନିଜର ସର୍ବଶକ୍ତିମାନତାର ସବୁକିଛିକୁ ସବୁ ପ୍ରକାରେ କରିପାରିବାର ଏବଂ ଅସ୍ୱାଭାବିକତାର ପରିଚୟ ଦେଖାଇବାକୁ ଯାଇ ଦୂରତାରେ ରହି ଦେବଦୂତକୁ ପଠାଇ
ହେବାର ଆୟୋଜକ ମାତ୍ର ଥିଲା, କଦାପି ନିଜେ କରିନଥିଲା। ହେଲେ ମଣିଷ ନିଜେ ତଥା ସଶରୀରେ ଆଲ୍ଲାହ ଆଦିଷ୍ଟରେ କଲା। ପରକୀୟା ପ୍ରୀତି କରିବାକୁ ଆଲ୍ଲାହ କହିନାହିଁ, ଦୁଷ୍କର୍ମର ଅନୁମତି ଦେଇନାହିଁ। ଯାହା କରିବାକୁ କହିଛି ମଣିଷ ସେତିକି ମାତ୍ର କରିବ। ଅଧିକା ଓ ଆକାଂକ୍ଷା ବଶବର୍ତ୍ତୀ ହୋଇ କରିବା ଅର୍ଥ ସୀମା ଟପିଯିବା। ସୀମା ଟପାକାରୀ ଆଲ୍ଲାହର ସାଙ୍ଗ ନୁହେଁ ବୋଲି କୋରାନରେ ଆଲ୍ଲାହ କହିଛନ୍ତି। ସୀମା ଟପାକାରୀଙ୍କୁ ମୁଁ ଆଲ୍ଲାହ ପସନ୍ଦ କରେନା। ପୈଗମ୍ବର ଈସାଙ୍କୁ ଚତୁର୍ଥ ଆକାଶକୁ ଜିବ୍ରାଇଲଙ୍କ ମାର୍ଫତରେ ଜୀବନ୍ତ ଉଠାଇ ଆଜି ପର୍ଯ୍ୟନ୍ତ ଆଗାମୀ ଭବିଷ୍ୟତ କାଳ ପାଇଁ ଜୀବନ୍ତ ରଖିଅଛି। ବଦଳରେ ବନ୍ଦୀ ଈସାଙ୍କୁ ବନ୍ଦ କୋଠରୀରୁ ଆଣି ଯାଇଥିବା ଲୋକର ମୁଖମଣ୍ଡଳକୁ ବଦଳାଇ ଈସାଙ୍କର ମୁହଁ କରି ଦେଇଥିବାରୁ ଲୋକେ ସନ୍ଦେହ ତଥା ଭୁଲ ବଶତଃ ତାକୁ ଯୀଶୁ ବୋଲି ଭାବି ଶୁଳି ଦେଇଦେଲେ। ମୁଖମଣ୍ଡଳ ବଦଳ କରିବା କାମ ମୋତେ ଜଣା। ପାଠ ୟାସିନ, କୋରାନ ଏବଂ କୋରାନର ଷଷ୍ଠ ଭାଗ ଦେଖନ୍ତୁ। ଷଷ୍ଠ ଭାଗରେ ଈସା ନବୀ ବା ଯୀଶୁଖ୍ରୀଷ୍ଟଙ୍କ ଉପରେ ଆଲ୍ଲାହ ସ୍ପଷ୍ଟୀକରଣ ଦେଇଛନ୍ତି, ଈସା ମରିନାହାନ୍ତି ଅଥବା ଶୁଳିରେ ଚଢ଼ିନାହାନ୍ତି। ମୁଁ ଖୋଦା ବୟାନ ଦେଇ କହୁଛି, ମଣିଷ ସନ୍ଦେହ ଓ ସ୍ୱାଭାବିକତା ବଶତଃ ମୋର ଅଜଣା କାର୍ଯ୍ୟକ୍ରମକୁ ନ ଜାଣି କିମ୍ବା ମୁଁ ଯେ ଅଲମାଇଟି ଏହାକୁ ମନରେ ବିଶ୍ୱାସ ଆଣୁ ନଥିବା କାରଣରୁ ମୁଁ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀମାନଙ୍କୁ ଅବିଶ୍ୱାସୀ କହୁଅଛି। ୟୁନୁସ ପୈଗମ୍ବରଙ୍କୁ ମାଛ ପେଟରେ ରଖିବା ଏବଂ ଅଲୌକିକ ଚମତ୍କାରିତା ଜନିତ ଖୋଦାଙ୍କର ସବୁକିଛି କରିପାରୁଥିବା ସାମର୍ଥ୍ୟ କ୍ଷମତା ଜନିତ ଅସ୍ୱାଭାବିକ କାମ। ଶିଥିଳ ହୃଦୟ ମଣିଷ ମନରେ ଦ୍ୱନ୍ଦ୍ୱ ସନ୍ଦେହ ଉତ୍ପନ୍ନ କରାଇ ଏଇଭଳି ମାନବ କିଛିଙ୍କୁ ଅବିଶ୍ୱାସୀ କାଫିର କରାଇ ଏମାନଙ୍କୁ ନର୍କଗାମୀ କରାଇବାର ଏହା ଖୋଦାଙ୍କର ଅପର ସିଫତ ବା ବିଶେଷତା। ମାଟିରୁ ମଣିଷ, ନିଆଁରୁ ଜିନ୍, ଶଇତାନ ବା ଇବଲିସକୁ ଅମାନିଆ, ଗର୍ବୀ, ବିମୁଖୀ ତଥା ମଣିଷକୁ ଫୁସିଲେଇ ବା ବହକାଇବା, ବିପଥଗାମୀ କରାଇବାର ପ୍ରଚେଷ୍ଟା ପ୍ରଯତ୍ନ କରଣରେ ନିହିତ ବା ରହିଥିବା ଖୋଦାଙ୍କର ଅସ୍ୱାଭାବିକତାର ଉଦ୍ଦେଶ୍ୟ ତାଙ୍କର ନିର୍ମିତ ନର୍କକୁ ଭରିବା। ଶଇତାନ ବା ଇବଲିସ କେମିତି ଅଗ୍ନିଜାତ ହେଲା, ଏହାର ଚିନ୍ତା ଓ ଗବେଷଣା ହେ ଇସଲାମୀ ମୁସଲମାନୀ ମନୁଷ୍ୟ, ତୁ କଦାପି କରନା। ସୀମା ଟପିଯିବୁ। ଯେଉଁ ଲୋକେ ମୋତେ ମାନୁନାହାନ୍ତି, କାୟ, ମନ ଓ ବାକ୍ୟରେ ବିଶ୍ୱସିତ ହେଉନାହାନ୍ତି, ଅଯଥା ଜିଦ୍ଦି ଅଟଳ ବାଜିରେ ତୁ ବି ସେମାନଙ୍କ ଦଳରେ ସଦସ୍ୟ ହୋଇଯିବୁ ଜାଣିଥା। କାରଣ ମୋର ହଦ୍ ବା ସୀମା ଟପେନା। ଜୀବନ ବିତାନର ଯେଉଁ ଖସଡ଼ା ତିଆରି କରିଛି ସେଇଥିରେ ଚାଲ। କୋରାନ ପଢ଼, ତାକୁ ବୁଝ, ହେଲେ ମାନବ ରଚିତ ପୁରାଣ ଗ୍ରନ୍ଥ ଜମା ପଢ଼ନା। କାରଣ ସେସବୁ ମତ ପ୍ରେରିତ ନୁହେଁ। ମୋର ପୂର୍ବରୁ ପ୍ରତିଷ୍ଠିତ ଧର୍ମତତ୍ତ୍ୱକୁ ଆଧାର କରି କିଛି ମିଛ, କିଛି ଆଂଶିକ ସତ୍ୟତାକୁ ଆଧାର କରି କପୋଳକଳ୍ପିତ ମନଗଢ଼ା ମିଛ ଭିତ୍ତିକୁ ନେଇ ନିଜସ୍ୱ ସାଂସାରିକ ଫାଇଦା ଓ ଲୋକଙ୍କର ମନ ଭୁଲାଇ ବିପଥଗାମୀ କରିବାର ଅଭିପ୍ରାୟ ଅଛି। ସେସବୁକୁ ପଢ଼ିଲେ ତୁ ମୋର ଧର୍ମ ରାହାଠାରୁ ଦୂରେଇ ଯିବୁ। ଏଭଳି ମିଛ ପୁରାଣ ଲେଖକେ ପରଲୋକରେ କୟାମତରେ ନିର୍ବିଚାରୀ ହୋଇ ମୋ ଦ୍ୱାରା ନର୍କରେ ପେଲି ଦିଆଯିବେ। ମୁଁ ଆଲ୍ଲାହ ଆହ୍ୱାନର ସହିତ କହୁଛି, ମଣିଷ ମୋର ଶେଷ ଆକାଶୀ ବହି ଭଳି କୋରାନର ସମକକ୍ଷ ଗ୍ରନ୍ଥଟିଏ କଦାପି ଆଣିପାରିବ, ଲେଖିପାରିବ ନାହିଁ। ଏହା ଆଲ୍ଲାହର ଚ୍ୟାଲେଞ୍ଜ ବା ଜିଦିବାଜି। ମଲା ମୃତ ମଣିଷ ପୋତି ପୋଡ଼ି ନଷ୍ଟ ହୋଇଗଲା ସ୍ୱାଭାବିକ ସଂସ୍କାରିତ ନିଜ ନିଜ ଧର୍ମୀୟ ଧାରଣାରେ। ତାକୁ ପୁଣି ବଞ୍ଚାଇବା, ମୁନକିର ନକିରଙ୍କୁ ପଠାଇ ସୱାଲ ଜବାବର ପ୍ରଶ୍ନୋତ୍ତର କାମ କରାଇବା ଆଲ୍ଲାହ ପାକ ପବିତ୍ରଙ୍କର ସର୍ବଶକ୍ତିମାନତାର ଅସ୍ୱାଭାବିକ ଅସାଧାରଣ କାମ। ଏମିତି ହେବାଟାକୁ ସ୍ୱାଭାବିକ ଜୀବନଧାରୀ ମଣିଷ ଅବିଶ୍ୱାସ କରିଛି, ହସରେ ଉଡ଼େଇ ଦେଇଛି। ଯେହେତୁ ଏହାର ପ୍ରତ୍ୟକ୍ଷ ପ୍ରମାଣ କାମରେ ଦେଖାଇ ପାରୁନାହିଁ, କେବଳ ମୁସଲମାନ ଲୋକମାନଙ୍କର ଅନ୍ଧ ସତ୍ୟ ବିଶ୍ୱାସିତ ଏବଂ କୋରାନ ବଚନଧାରୀ ଆସ୍ଥା। ବେଳେବେଳେ ଏହି ଅସ୍ୱାଭାବିକତାଟିକୁ ଈଶ୍ୱର କୌଣସି ଲୋକଙ୍କୁ ଦିବ୍ୟ ଦୃଷ୍ଟି ତଥା ଶିକ୍ଷା ଦେଇ ସ୍ୱାଭାବିକ କରାଇ ସତ୍ୟଶୀଳ ଆସ୍ଥାରେ ଅନ୍ତର୍ଭୁକ୍ତ କରାଇଛନ୍ତି। ଅଲୌକିକତା ଅସ୍ୱାଭାବିକ ହୋଇ ଲୌକିକ ବା ଲୋକଜଗତରେ ପ୍ରଦର୍ଶିତ,
ସ୍ୱୟଂ ଦର୍ଶିତ ହୋଇଥାଏ। ହିନ୍ଦୁ ଲୋକମାନଙ୍କର ନିଆଁରେ ପୋଡ଼ା ହେବା, ମୂର୍ତ୍ତି ପୂଜା କରିବା, ଧର୍ମରେ ଅଗ୍ନିର ବ୍ୟବହାର, ହୋମ, ଯଜ୍ଞ, ଆଳତି, ସଞ୍ଜଦୀପ, ବିବାହ ଆଦିରେ ହୁଏ। ଏସବୁର ମୂଳ ଉତ୍ସ କୋରାନରେ ଅଛି। ଆଲ୍ଲାହ ନିଆଁ ଜଳାଇ ପୈଗମ୍ବର ମୂସାଙ୍କୁ ପବିତ୍ର ଜଙ୍ଗଲ ତୁଆକୁ ଡକାଇ ଏକ ଉଜ୍ଜ୍ୱଳିତ ଗଛ ଭିତରୁ ଡାକରା ଦେଇଥିଲେ, ହେ ମୂସା, ମୁଁ ହିଁ ଆଲ୍ଲାହ, ସାରା ଜଗତର ପ୍ରଭୁ। ମୂର୍ତ୍ତିରୁ ଆଦମଙ୍କୁ କାଢ଼ିଥିଲେ। ଶୈତାନ ଖୋଦାଙ୍କୁ କହିଛି, ହେ ଆଲ୍ଲାହ, ତୁ ମୋତେ ଗୁମରାହ ବା ପଥଭ୍ରାନ୍ତ କଲୁ, ତେଣୁ ମୁଁ ବି ଲୋକଙ୍କୁ ତୋର ସତ୍ୟ ଧର୍ମର ବାଟରୁ ଅବାଟକୁ କରିଦେବି। ଇଂରାଜୀର ଆବନର୍ମାଲ, ଓଡ଼ିଆର ବୋଲି ବଚନରେ ଅସ୍ୱାଭାବିକ। ଆଲ୍ଲାହ ଓ ମଣିଷ ସର୍ବତ୍ର ବ୍ୟାପ୍ତ।